ନବୀନ ଆମେ କୁଣ୍ଡିଆ କୁଣ୍ଡି କେତେବେଳେ ଥିଲା ଆପୋଜ ଏଇନା ପୁରା କୁଣ୍ଡିଆ କୁଣ୍ଡି ଆମ ହେଗଡ଼େ ଆମ ସୋନିଆ ଗାନ୍ଧୀ ଆମ ରାହୁଲ ଗାନ୍ଧୀ ଶୁଣ ଆମ ଭକ୍ତ ଦାସ ନବୀନ ପଟ୍ଟନାୟକ କୁଣ୍ଡିଆ କୁଣ୍ଡି ହେଲା ପରେ ଯୋଡ଼ିକ ଯାକ ମିଶ୍ର ଦତ୍ତ ଲୋକସଭାକୁ ଯିବେ ମାନେ ଅକୁଣ୍ଠିତ ମାନେ ସୁନ୍ଦର ଭାବେ ଯିବେ କେହି ଅଟକାଇ ପାରିବେ ସେ ଯାହା ହଉ ଦିନକ ପାଇଁ ହଉ ଆଗ ଜିତିବେ ତାପରେ ପଞ୍ଚାୟତ ସ୍ତରରେ ବିଜେଡି ବିଜେପି ଏକାଠି ହେବେ ତାପରେ ଏମଏଲଏ ଏକାଠି ହେବେ ଫେର କୋଆଲିସନ ମିନିଷ୍ଟର ହବ କଂଗ୍ରେସ ନବୀନ ପଟ୍ଟନାୟକ ବିଜେଡି ଦିଲ୍ଲୀପ ରାୟ କହୁଛନ୍ତି ସେ ଜିତିବେ ବୋଲି ଭଲ ମୋ ସାନ ଭାଇ ଗୋଟେ ସେ ଖୁସି ରାୟ ଆମ ମଉସାଙ୍କ ପୁଅ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀରେ ଏଠି ଥିଲେ ଇଣ୍ଡଷ୍ଟ୍ରି ମନ୍ତ୍ରୀ ଓ ହୋଟେଲରେ ଏଇନା ପୃଥିବୀରେ ନମ୍ବର 1 33ଟା ହୋଟେଲ ପୃଥିବୀରେ ତାଙ୍କର ବିରାଟ ଲୋକ ଡାକ୍ତର ଜିତିବେ ନା ଦିଲ୍ଲୀପ ଜିତିବେ କିଏ କୋଉଟା ଆମ ଯୋଡ଼ା ସିଓର ଯିବେ ମିଶ୍ର ଡାକ୍ତର ଦତ୍ତ ଆଜ୍ଞା ପ୍ରସନ୍ନ ପାଟ୍ଟନାୟକ କହୁଛନ୍ତି ନବୀନ ଭକ୍ତ ହେବେ ବିଲୁପ୍ତ କିଏ ଜାଣି ସେ ତ କ'ଣ ଭାରି କୁଣ୍ଡେଇ ଥିଲେ ଓ ଶୋଇପାରୁନଥିଲେ ନବୀନ ବାବୁ ଖାଲି ବୋଳା ବଳି ହଉଥିଲେ ଏଇନା କ'ଣ ଗନ୍ଧେଇଲା ମୁଁ କହିପାରିବି ନାଇଁ ଏଜେଣ୍ଟ ବି କାଳେ ଆମ ଭିତରୁ କିଏ ଗଳିଆ କରିଦେବା ସେ କହିଛି ବଢ଼ିଆ ଭକ୍ତ ଦାସ ବୁଦ୍ଧିକି ମାନିବାକୁ ପଡ଼ିବ ସେ ଜଳ ଦେଖାଗଲାଣି ମୋହନ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହବ ବାଗେଇଲାଣି ଆରେ 14ଟା ଏମଏଲ୍ଏର କାମକୁ ନୁହଁ କି ଦାମକୁ ନୁହଁ ଗୋଟେ ବାଟ ଫିଟେଇ ନବୀନ ପଟ୍ଟନାୟକ ଭଳିଆ ଟାଣୁଆ ଲୋକ ଏରେ ଦେବ କଣା ନଥିବା ଲୋକ ସେ କଣା କରି କୋଆଲିସନ କରି କୁଣ୍ଡେଇ ମାନେ ଆଣି ପହଞ୍ଚେଇଲାଣି କମ୍ କଥା କେତେ ଦଳ କିଏ ଗଲେଣି କୁଆଡ଼େ ଗଲେଣି ବିଜୁ ବାବୁ କରିଥିଲେ ପ୍ରଗତି ପାର୍ଟି ଗଲା ଉତ୍କଳ କଂଗ୍ରେସ ଗଲା ମହତାବଜୀ ମୋ ଗୁରୁ କରିଥିଲେ ଜନ କଂଗ୍ରେସ ଗଲା କିଏ ବିଜୟ ମହାପାତ୍ର କରିଥିଲେ ଗଲେ କେତେ ଗଲେଣି ରହିବ ଓଡ଼ିଶାରେ ନମ୍ବର 1 କଂଗ୍ରେସ ସରକାର କରିବ ଅପୋଜିସନରେ ରହିବ ବିଜେପି ଏବଂ ଯଦି କୋଆଲିସନ ଗଭର୍ଣ୍ଣମେଣ୍ଟ ହେବ ତାହେଲେ ନବୀନ ବାବୁ ଚିତ୍ରକୁ ଆସିବ ମୁଖ୍ୟମନ୍ତ୍ରୀ କିଏ କହିବ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ମୁଁ ଛୋଟିଆ କ୍ଷୁଦ୍ର ଜୀବଟିଏ ୱାର୍କରଟିଏ ସେ ଡିସିସନ୍ ନେବେ ଭକ୍ତ ଦାସ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଖଗଡ଼େ ଆଉ